असुस्थ दंता हेला ट्रांकुलाइज भुवनेश्वर चंदका जंगल रे असुस्थ होई घुरी बुलुथिबा दंता हाथी ट्रांकुलाइज होईछि। गतकाली हळदिया रेंज अंबिलोर वाच टावर निकटरे ताको नियंत्रण को निया जाईछि। दंतार आंठुरे अस्त्रोपचार सरीछि। बामगोड़ आंठुरे रक्त जमाट बांधी पचि जाइथिबा जणा पड़िथिला। फलरे हाथीटी भलरे चलाबुला करि पारु नथिला। चिकित्सा परे हाथी को जंगल रे छाड़ी दिया जाईछि। हाथी उपरे वन विभाग पक्षरु नजर रखा जाईछि बोली चंदका डीएफओ सूचना दैछन्ति। सीनियर रिपोर्टर अरुण साहू अधिक सूचना पाई रहिछन्ति। अरुण, हाथीर अस्त्रोपचार सफल हैला कि एवं जानिबा को चाहिबु कोन होइथिला ए हाथीर एवं एबे तार अवस्था कोन? पुते देखो भुवनेश्वर चंदका जंगल असुस्थ हो घुरी बुलुवा दंता हाथी को ट्रांकुलाइज कराई गतकाली जहाँकि रही हलदिया रेंज अंबिलो वाच टावर निकटରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଛି। ପୂର୍ବରୁ ମଧ୍ୟ ଟ୍ରାଙ୍କୁଲାଇଜ କରାଯାଇଥିଲା କାହିଁକି ନା ତା ବାମଗୋଡରେ ଯୋଉଭଳି ଭାବରେ ରକ୍ତ ଜମାଟ ବାନ୍ଧିବା ପରେ ଫୁଲି ଯାଇଥିଲା, ପଚି ଯାଇଥିଲା। ଜଙ୍ଗଲ ଭିତରେ ଘୁରି ବୁଲିବା ତାକୁ କଷ୍ଟ ହଉଥିଲା, ଏପରିକି ତାକୁ ମଧ୍ୟ ଯନ୍ତ୍ରଣା ମଧ୍ୟ ଅନୁଭବ ହଉଥିଲା। ତ ପୁଣି ଥରେ ଦ୍ୱିତୀୟ ଥର ପାଇଁ ତାକୁ ଟ୍ରାଙ୍କୁଲାଇଜ କରି ସଫଳ ଭାବରେ ଅସ୍ତ୍ରୋପଚାର କରିବା ପାଇଁ ଚନ୍ଦକା ବନଖଣ୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ଯେହେତୁ ତା ଦନ୍ତା ହାତୀ ସହିତ ତାର ଛୁଆ ହାତୀ ମଧ୍ୟ ବୁଲୁଥିଲା, ତ ତାଙ୍କୁ ଦୁଇ ଜଣଙ୍କୁ ଠାବ କରିବା ବନ ବିଭାଗ ପାଇଁ କଷ୍ଟକର ହଉଥିଲା। ତ ଡ୍ରୋନ୍ ମାଧ୍ୟମରେ ତାଙ୍କୁ ପ୍ରଥମେ ତାଙ୍କୁ ଲୋକେଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଦୁଇ ଜଣଙ୍କୁ ଅଲଗା କଲା ପରେ ପରବର୍ତ୍ତୀ ସମୟରେ ତାକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଯାହାକି ସୂଚନା ରହିଛି କି ଯେ ଦେଖିବେ କି ବାମଗୋଡ ଆଣ୍ଠୁରେ ରକ୍ତ ଜମାଟ ବାନ୍ଧି ପଚି ଯାଇଥିଲା। ଫଳରେ ହାତୀଟି ଭଲରେ ଚଲାବୁଲା କରିପାରୁଥିଲା। ଅସ୍ତ୍ରୋପଚାର ସେଥିରୁ ପୁଜ ବାହାର କରିବା ସହିତ ଔଷଧ ମଧ୍ୟ ଦିଆଯାଇଛି। ଚିକିତ୍ସା ପରେ ହାତୀକୁ ଜଙ୍ଗଲରେ ପୁଣି ଥରେ ଛାଡି ଦିଆଯାଇଛି। ତାପରେ ବନ ବିଭାଗ ମଧ୍ୟ ନଜର ରଖୁଛି, ନିରୀକ୍ଷଣ ରଖୁଛି। ହାତୀଟି ଅସୁସ୍ଥ ଅବସ୍ଥାରେ ଗତ ବର୍ଷ ଡିସେମ୍ବର 15 ତାରିଖରେ ଚନ୍ଦକା ରେଞ୍ଜ ଭାଲୁଗାଁ ଅଞ୍ଚଳରେ ଏକ ସେଟାକି ହାତୀ ପୋଲ ସହିତ ବୁଲୁଥିଲା। ତାର ବାମଗୋଡରେ ଯେତେବେଳେ ଆଣ୍ଠୁ ଫୁଲି ଯାଇଥିଲା ସେହି ସମୟରେ ହିଁ ଯନ୍ତ୍ରଣା ଅନୁଭବ କରୁଥିଲା। ତ ଗତ ଡିସେମ୍ବର 19 ତାରିଖରେ ମଧ୍ୟ ହାତୀକୁ ଟ୍ରାଙ୍କୁଲାଇଜ କରିବା, ପୁଣି ଥରେ ରକ୍ତ ଜମାଟ ଯୋଉ ମେଲ୍ଟ ହୋଇଥିଲା ତାକୁ ମେଡିସିନ ଆଣ୍ଟିବାୟୋଟିକ ଦିଆଯାଇ ମଧ୍ୟ ଛଡା ଯାଇଥିଲା। ପୁଣି ଥରେ ଯେହେତୁ ଦନ୍ତା ହାତୀଟି ଅସୁସ୍ଥ ହୋଇପଡିଥିଲା, ତ ପରବର୍ତ୍ତୀ ସମୟରେ ତାକୁ ପାଖାପାଖି 30 ଜଣ ବନ କର୍ମଚାରୀ ଓୟୁଟି କୁହନ୍ତୁ, ନନ୍ଦନକାନନ କୁହନ୍ତୁ, ଚନ୍ଦକା ବନଖଣ୍ଡର ସ୍ପେଶାଲ ଟିମ୍ ମଧ୍ୟ ଗଠନ ହୋଇଥିଲା। ପରବର୍ତ୍ତୀ ସମୟରେ ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଛି ଆଉ ସଫଳ ଅସ୍ତ୍ରୋପଚାର ହୋଇଛି। ପୁଣି ଥରେ ଏବେ ତାକୁ ଜଙ୍ଗଲକୁ ଛଡାଯାଇଛି। ଏବେ ଚନ୍ଦକା ବନଖଣ୍ଡ ଅଞ୍ଚଳରେ ବର୍ତ୍ତମାନ ଯେ କହିପାରିବା ହାତୀକୁ କିଭଳି ଭାବରେ ସୁରକ୍ଷା ଦିଆଯିବ, ହାତୀଙ୍କର କିଭଳି ଭାବରେ ତୀକ୍ଷ୍ଣ ନଜର ରଖାଯିବ, ସେ ନେଇ ସବୁ ପ୍ରକାର ଡିଏଫଓ ପକ୍ଷରୁ ଚନ୍ଦକା ବନଖଣ୍ଡ ପକ୍ଷରୁ ନଜର ରଖାଯାଇଛି। କିନ୍ତୁ ଯେହେତୁ ବର୍ତ୍ତମାନ ହାତୀ ଧୀରେ ଧୀରେ ଜନବସତି ହଉଛନ୍ତି, କେତେବେଳେ କୋଉଠି କଣ ଅଘଟଣ ଘଟୁଛି ତାପରେ ମଧ୍ୟ କିଭଳି ଭାବରେ ହେଇପାରିବ ସେ ଉପରେ ମଧ୍ୟ ନଜର ରଖାଯାଉଛି। କିନ୍ତୁ ଖାସ କରି ଯେହେତୁ ଏ ଦନ୍ତା ହାତୀଟି ଅସୁସ୍ଥ ହୋଇପଡିଥିଲା, ରକ୍ତ ଜମାଟ ବାନ୍ଧିବା ପରେ ବହୁତ ଯନ୍ତ୍ରଣା ଅନୁଭବ କରୁଥିଲା, ତାକୁ ନଜର ରଖି वन विभाग पक्षर चंदका तार ट्रिटमेंट करागला एवं जंगल रे मध्य छड़ागला। बहुत बहुत धन्यवाद अरुण, आपण समस्त सूचना एवं आलोचना। मम्मा भरोसा माने कोन? पात्र इलेक्ट्रॉनिक्स संपर्क एक भरोसार